କିନ୍ତୁ ତମେ ଯେ ମୋ ଭାଉଜ ଭାବିଥିଲି ତାହେଲେ ତମ ପରିଚୟ ପାଇଛି ତମ ସମ୍ପର୍କ ବି ତମେ ମୋ ଭାଉଜ କଥା ଜାଣି ସାରିଲା ପରେ ମୋ ନିଜକୁ ଘୃଣା ଆସୁଛି। ମୁଁ ବୁଝିପାରୁଛି ଆମେ ଯେତେବେଳେ ଆଗକୁ ଯାଇସାରିଛେ ପଛକୁ ଫେରି ଦିଅର ଭାଉଜ ସମ୍ପର୍କ ଆମେ ଅପରାଧ କରିପାରିବାନି। କିନ୍ତୁ ଦିଅର ଭାଉଜ ବିବାହ ତମ ସମାଜରେ ଗ୍ରହଣୀୟ ସେଥିପାଇଁ ନିଜକୁ ଲଜ୍ଜିତ ମନେ କରିବା ଉଚିତ ନୁହଁ। ତା ସହ ତମ ଘର ବୋହୂ ହେବି ସେ ଉପର ଭାରା ନିର୍ଦ୍ଦେଶ ଥିଲା। କିନ୍ତୁ ଅନାମିକା ଅନାମିକା ପୁଣି କିଏ? ଅନାମିକା ବିଶ୍ୱ ସର୍ବସ୍ୱ ତମ ଦେହରୁ ବାହାରି ସାରିଛି। ମୁଁ ଛନ୍ଦିଟା ତମ ପତ୍ନୀ। ତୁ ଗୋଟେ କଥା ଭାବିଲେ ବହୁତ ଦୁଃଖ ଲାଗୁଛି। ଆମ ମିଳନର ପ୍ରଥମ ସ୍ତ୍ରୀ ସନ୍ତାନଟି ନଷ୍ଟ ହେଇଗଲା। କିଛି ଏଇଟା ଭୁଲିଯିବା କଥା କି ମୁଁ ଭୁଲିଛି। ବିଶ୍ୱାସ କର ତମକୁ ଅବିଶ୍ୱାସ କରି ମସ୍ତ ବଡ଼ ଭୁଲ କରିଦେଇଛି। ଏବେ ତୁମର ଭିତରେ ପ୍ରଶ୍ନ ଗୋଟେ ଉଙ୍କି ମାରୁଛି। କି ପ୍ରଶ୍ନ? ଆମ ସମାଜରେ ପ୍ରଥମ ପରିଚୟ ମିଳିସାରିଛି ଦ୍ୱିତୀୟ ପରିଚୟକୁ ଏ ସମାଜ ପବିତ୍ର ସହ ଗ୍ରହଣ କରିନେବ। କାହିଁକି ଗ୍ରହଣ କରିବନି? ଏ ଟିକେ ପୂର୍ବରୁ ତମେ ବା କହୁଥିଲ ଦିଅର ଭାଉଜ ବିବାହ ସାମାଜିକ ସ୍ୱୀକୃତି ମିଳେ। ମୋ କହିବା ସାମାଜିକ ଏକା କଥା। ତୋ ଭାଇ ମରିଗଲା ପରେ ମୋ ଅସା ତାକୁ ଦୂର କରିବାକୁ ଯାଇ ସେଥିରେ ବିବାହ କରିଥିଲେ ହୁଏତ ସମର୍ଥ ରହିଥାନ୍ତା। କିନ୍ତୁ ଆମେ ତ ଜାଣୁତ ରହୁ କି ଅଜାଣତ ରହୁ ଆମକୁ ସମ୍ପର୍କ କରିସାରିଛେ। ତେଣୁ ସେଇ କଥା ଧରି ବସିଛ କ'ଣ ପାଇଁ? ଯାହେଲେ ମୁଁ କୋଠିରେ ଆସିଛି ନା ପଡ଼ୋଶୀ ମାନଙ୍କ ଚରିତ୍ରକୁ ଅଙ୍ଗୁଳି ଉଠେଇ କଟୁକ୍ତି କରିବେ। ଆକ୍ଷେପ କଟୁକ୍ତି ନଜର ଆମର ଉଚିତ ନୁହଁ। ମୁଁ ମୋ ପାଇଁ କହୁନି ତମ ପାଇଁ କହୁଛି। ତୋ ସମ୍ପର୍କ କଳଙ୍କର ଦାଗ ଲାଗିଛି ସମସ୍ତଙ୍କୁ ଅଙ୍ଗୁଳି ଉଠେଇ କଟୁକ୍ତି କରିବେ। କିନ୍ତୁ ଆମର ତ ବାହାଘର ସରିଥିଲା ଦେହର ସମ୍ପର୍କ ବି ସରିଛି। ତମେ ଗର୍ଭବତୀ ହେଇସାରିଥିଲ। ଆମ ଭାଗ୍ୟ ଖରାପ ପିଲାଟା ନଷ୍ଟ ହେଇଥିଲା। ତାହେଲେ ତ ଆମେ ବାପା ମା ହେଇସାରିଥାନ୍ତେ ନା। ମୋ କଥା ମାନ ମୋ ହାତରୁ ସଖା କରିଦେବି। ମୋ ମଥାରେ ମୋ ସିନ୍ଦୁର ପୋଛିଦେବି। ମୋ ଗର୍ଭ ମୁଁ ପାପ ଗର୍ଭର ଆଖ୍ୟା ଦେଇଦେବି। ତମେ ଆଉ ଗୋଟେ ଝିଅକୁ ବିବାହ କରି ତା ସହିତ ସୁଖରେ ସଂସାର କର। ବାସ୍ତବ ଜୀବନକୁ ମୁଁ ରଙ୍ଗମଞ୍ଚରେ ଅଭିନୟ କରିପାରିବିନି। ନିନ୍ଦା ଅପବାଦରେ ତୁଟି ପଡ଼ି ପଛେ କିନ୍ତୁ ତମେ ତ ମୋ ସ୍ତ୍ରୀ ଏ କଥାଟା ମୁଁ କେବେ ବି ଭୁଲି ଯାଇପାରିବିନି। ମୋ କଥା ହେଉଛି ପୁଣି ଥରେ ରୀତିନୀତି ଅନୁଯାୟୀ ଆମର ବାହାଘର ହବ। ଆଉ ତାପରେ ଯଦି ମୋ ପ୍ରତି ତମ ମନରେ ଘୃଣା ଆସେ ସେମିତି କହୁନି ତମର ହେଇକି ମୁଁ ନୂଆ ଜୀବନ ପାଇଛି। ମୋ ସମ୍ପର୍କ ମାନଙ୍କୁ ଫେରି ପାଇଛି। ତମେ ତମ ପାଇଁ ଦେବ ପୁରୁଷ। ବିଶ୍ୱାସ କର ମୋ ପରିବାର ଗୋଟେ ଷଡ଼ଯନ୍ତ୍ର ମୁଁ ଆଦୌ ବୁଝିପାରୁନଥିଲି। ସ୍ୱାର୍ଥ ହାସଲ କରିବାକୁ ମଣିଷ ବହୁତ ବଡ଼ ବଡ଼ ଜଘନ୍ୟ କାମ କରିଥାଏ। ଏମିତି ଦୁଃସାଦ ଆମ ସମାଜରେ ବହୁତ ଅଛି। କିନ୍ତୁ ମୁଁ କହିବି ସବୁ ହଉଛି ଆପଣଙ୍କର ଭୁଲ। ମୋ ଭୁଲ କି ଭୁଲ ରହିଲା? ବଡ଼ ଭାଇଙ୍କ ବାହାଘର ଆପଣଙ୍କ ଅନୁପସ୍ଥିତି ସେମାନଙ୍କ ପାଇଁ ଆଉ ଗୋଟେ ସୁଯୋଗ ସୃଷ୍ଟି କଲା। ଆଉ ଦ୍ୱିତୀୟ କଥା ହେଉଛି ବର୍ଷେ ପରେ ସବୁ ଘଟଣା ଜାଣିଥିଲେ ବି ଆପଣ ସେ କେସ୍ ପ୍ରତି କିଛି ବି ଗୁରୁତ୍ୱ ଦେଲେନି। ଆପଣ କେବେ ବି ଥାନାକୁ ଯାଇ ଆପଣ ଭାଇ ଭାଉଜ ବିଷୟରେ ଆପଣ ଅଭିଯୋଗ କରିନାହାନ୍ତି। ସେମାନଙ୍କ କଥା ଭରସା କରି ରହିଯିବା ସେମାନଙ୍କୁ ସାହସ ଆହୁରି ବଢେଇ ଦେଲା। ସବୁଠାରୁ ଭୟଙ୍କର ହେଉଛି ସେ କାଳି ମଗରାଜ। ଛାତ୍ର ଜୀବନର ଦୁର୍ଘଟଣାକୁ ନେଇ ମୋ ଉପରେ ପ୍ରତିଶୋଧ ନେବା ପାଇଁ ସେ ସେମାନଙ୍କ ସହିତ ହାତ ମିଶାଇ ଦେଇଛି। କିନ୍ତୁ ଆପଣ ତ ତା ବିରୁଦ୍ଧରେ ଅଭିଯୋଗ କରିନାହାନ୍ତି। ସେ ସବୁ ମୋ ଝିଅର ନିର୍ଦ୍ଦେଶ। ଅଭିଯୋଗ କରି ବାପ ହୋଇ ଝିଅର ସର୍ବନାଶ କରିବାକୁ ମୁଁ କେମିତି ଇଚ୍ଛା କରିବି? ବର୍ଷକ ପରେ ମୁଁ ବଡ଼ ଝିଅକୁ ଫେରି ପାଇଲି। ମାତ୍ର ତରୁଣ ବାବୁଙ୍କ ସୁରକ୍ଷା ପାଇଁ ବାପ ହୋଇ ମୋ ଝିଅ ପାଖରେ ଅପରିଚିତ ରହିଲି। ଆଖି ଆଗରେ ତାପରେ ହେଉଥିବା ସବୁ ଅତ୍ୟାଚାରକୁ ଦେଖି ମୁଁ ନୀରବ ରହିଲି। ବଦନାମକୁ ଭୟ କରି ସାନ ଝିଅ ପାଇଁ ବି ପାଟି ଚୁପ୍ କରି ରଖିଲି। ନାଇଁ ଆଉ ପାଟି ଚୁପ୍ କଲେ ଚଳିବନି। ଆପଣଙ୍କୁ ମୁହଁ ଖୋଲିବାକୁ ପଡ଼ିବ। ତାହେଲେ ଅପରାଧୀକୁ ଆଇନ ହାତରେ ଧରିବ କେମିତି? ଆପଣଙ୍କୁ ଅଭିଯୋଗ କରିବାକୁ ପଡ଼ିବ ତରୁଣ ବାବୁ। ଯାହାଫଳରେ ଆମେ ଅପରାଧୀକି ଆଇନ ହାତରେ ଧରିଦେବାଟା ସହଜ ହବ। କିନ୍ତୁ ଆପଣ ଏଯାଏ ଆପଣଙ୍କ ସ୍ତ୍ରୀ ବିଶ୍ୱସାକୁ ବିଛନ୍ତି ବୋଲି ସେମାନେ ବିରୁଦ୍ଧରେ ଅଭିଯୋଗ କରିନାହାନ୍ତି। ଅଭିଯୋଗ କରିବି ଅଭିଯୋଗ କରିବି ଆଉ ସେମାନେ ଆରେଷ୍ଟ ହେବେ। ତା ପୂର୍ବରୁ ମୁଁ ସେମାନଙ୍କୁ ଫେସ୍ କରିବି। ଆପଣ ସେ ପାସ୍ତାର କାଳି ମଙ୍ଗରାଜକୁ ଆଗ ଆରେଷ୍ଟ କର। ଠିକ ଅଛି କିନ୍ତୁ ଆପଣ ଖୁବ୍ ସାବଧାନ ସହିତ ଘରକୁ ଯିବେ। ଶତ୍ରୁ ପକ୍ଷକୁ ଦୁର୍ବଳ ଭାବିବା ଆମ ପାଇଁ ପକେଇ ନେବ। ତା ଭିତରେ ସେ ନିଜେ ଖସିଯିବାକୁ କିମ୍ବା ଆପଣଙ୍କୁ ଆଉ ଥରେ ଆଘାତ ଦେବାକୁ କିଛି ସେ ପ୍ଲାନ୍ କରିନଥିବେ ଏ କଥା ନିଶ୍ଚିତ ଭାବିବା ଉଚିତ। ସରି ସାର୍ ଆସନ୍ତୁ। ଆଖିରୁ ଲୁହ ଜରାଣିଲ ମା। ଏଣିକି ତୋ ଜୀବନ ପାଇଁ ସବୁକିଛି ପରିଷ୍କାର ହେଇଗଲା। ମୋ ଜୀବନରେ କ'ଣ ପାଇଁ ସେ ଘଟିଗଲା? ମୁଁ କି ପାପ କରିଥିଲି? ନାଇଁ ର ମା, ପାପ ତୁ କରିନୁ। ହୁଏତ ମୋର କିଛି ଖରାପ କର୍ମର ପ୍ରଭାବ ତୋ ଉପରେ ପ୍ରତିଫଳନ ହେଇଛି। ତା ହେଇନଥିଲେ ଦି ଥର ମରଣ ମୁହଁରୁ ତୁ ମୋ ପାଖକୁ ଫେରି ଆସିନଥାନ୍ତୁ। ତରୁଣ ବାବୁ ଏବେ ତ ସବୁ କଥା ଜାଣିଗଲ। ମୋ ଝିଅ ଛନ୍ଦିତାର ଭବିଷ୍ୟତ ତମ ଉପରେ ନିର୍ଭର କରେ। ହତଭାଗିରେ ଝିଅଟା ମୋର ତମକୁ ଲାଗିଲା।
ଅନେକ ଘାତ ପ୍ରତିଘାତ ପରେ ସେ ବଞ୍ଚି ରହିଛି, ସେଇଟା ମୋ ପାଇଁ ଖୁସିର କଥା। ୟାପରେ ଯଦି ତା ଆଖିରୁ ଲୁହ ଝରେ ତାହେଲେ ଏ ବାପର ହୃଦୟଟା ସହିପାରିବନି, ମରିଯିବି ମୁଁ। ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ବାବା, ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ଅବଶିଷ୍ଟ ଜୀବନ ମୁଁ ଆପଣଙ୍କ ଝିଅ ପାଦରେ କଣ୍ଟାକ୍ଟ ଫୁଟିବାକୁ ଦେବି। ସେ ଆଶା ଭରସା ମୁଁ ତମ ଉପରେ ଅଛି। ଛାଡ଼ ସେସବୁ କଥା। ଏବେ ଏବେ ତମେ ତମ ଘରକୁ ଯାଇ ସେମାନଙ୍କୁ ସାମ୍ନା କର। ମୁଁ ନନ୍ଦିତାକୁ ନେଇ ଥାନାକୁ ଯାଉଛି। ସେ କାଳି ମଙ୍ଗରାଜକୁ ଦଣ୍ଡ ନ ଦେବା ଯାଏ ମୋ ହୃଦୟରେ ଜଳୁଥିବା ନିଆଁ କେବେ ଶାନ୍ତ ହବନି। ଆପଣ ବି ସେ ଘର ଚାହୁଁଛନ୍ତି, ଆପଣ ବୋହୂକୁ ନେଇ ଅଲଗା କରି ଚାଲି ଯାଆନ୍ତୁ। ଆପଣ ମାନେ ମେଡିକାଲ ଫେରିବା ଖବର ପାଇଁ ବଡ ବାବୁ କାହା ସହିତ ଫୋନରେ କଥା ହଉଥିଲେ, ଆଉ ତାଙ୍କ କଥାବାର୍ତ୍ତା ଜଣା ପଡିଲା ସେ ଆପଣ 2 ଜଣଙ୍କୁ ମର୍ଡର କରିଦେବେ। ଏ ମା, ଜ୍ୱାଇଁ ବହୁ ଯଦି କିଛି ନ ଭାବନ୍ତି